नमस्कार, ମୁଁ ବର୍ଷା ପ୍ରିୟଦର୍ଶିନୀ ଦଳେ ବିକଶିତ ଭାରତ 2025 ମୋର ଥିମ୍ ଆତ୍ମନିର୍ଭରଶୀଳ ଭାରତ। ମୋର ପ୍ରକଳ୍ପ ବର୍ଷା ଜଳ ସଂରକ୍ଷଣ। ଏହି ପ୍ରକ୍ରିୟାରେ ସାଧାରଣତଃ ଆମେ ବର୍ଷା ଜଳକୁ ବ୍ୟବହାର କରି ବିଭିନ୍ନ କାର୍ଯ୍ୟରେ ବ୍ୟବହାର କରିବା, ଯଥା ପାନୀୟ ଜଳ ଯୋଗାଣ, ଗଛରେ ଜଳସେଚନ ଇତ୍ୟାଦି। ଏହି ପ୍ରକ୍ରିୟା ସାଧାରଣତଃ ଜଳ ଅଭାବ ଥିବା ଅଞ୍ଚଳରେ ଆମେ କରିପାରିବା। এই প্রক্রিয়াରେ সাধারণত বর্ষা জলକୁ ଆମେ ଛାତ ଉପରେ ଥିବା ଟାଙ୍କି ମାଧ୍ୟମରେ ସଂରକ୍ଷଣ କରି ତାକୁ ଫିଲ୍ଟର ଏକ ଫିଲ୍ଟର ପ୍ରକ୍ରିୟା ଦ୍ୱାରା ଆମେ ଏକ ଡ୍ରମ୍ରେ ସଞ୍ଚୟ କରିପାରିବା, ଯାହାକୁ ଆମେ ଗରମ କରି ପାନୀୟ ରୂପେ ବ୍ୟବହାର କରିପାରିବା ଏବଂ ଗଛରେ ମଧ୍ୟ